ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟର ଲୁଟ୍ ବିବାଦ ପିଛା ଛାଡ଼ୁନାହିଁ। କଳାପଥର ଲୁଟ୍ ଖବର ଶିରୋନାମା ପାଲଟିଥିଲା ବେଳେ ବାଲି ଲୁଟ୍ ଘଟଣା ମଧ୍ୟ ପଛରେ ପଡ଼ିନାହିଁ। ଘଟଣାଟି ଯାଜପୁର ସଦର ଥାନା ଅନ୍ତର୍ଗତ ମାଣାନନ୍ଦପୁର ପଞ୍ଚାୟତର ମତାବାଦ ବୁଢ଼ା ନଦୀର। ସରକାରୀ ସ୍ତରରେ ଏହି ବାଲିଘାଟଟି ନିଲାମ ନ ହୋଇଥିବା ସ୍ଥଳେ ଏଠାରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ କରି ବାଲି ମାଫିଆମାନେ ମାଲାମାଲ। ମାତ୍ର ହୀନସ୍ତା ଭୋଗୁଛନ୍ତି ଅଞ୍ଚଳବାସୀମାନେ। ବାଲି ମାଫିଆମାନେ ବେଧଡ଼କ ବାଲି ଉତ୍ତୋଳନ କରି ପାଖ ପଡ଼ିଆରେ ଗଚ୍ଛିତ କରି ରଖିଛନ୍ତି। ବାଲି ପାଇଁ ଯାଉଥିବା ଭାରିଯାନ ମତାବାଦରୁ ଯାଜପୁରକୁ ସଂଯୋଗ କରୁଥିବା ନଦୀବନ୍ଧ ଅବସ୍ଥା କହିଲେ ନ ସରେ। ଏହି ଗୁରୁତ୍ୱପୂର୍ଣ୍ଣ ନଦୀବନ୍ଧ ରାସ୍ତା ହୋଇଛି ବିରାଟ ବିରାଟ ଗର୍ତ୍ତ ଓ ମରଣ ଜନ୍ତା, ଯାହାଫଳରେ ଜନସାଧାରଣମାନେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ପ୍ରଶାସନ ବାଲି ମାଫିଆଙ୍କ ବିରୁଦ୍ଧରେ ଲଗାମ କଷି ପାରୁନାହିଁ, ଯାହାକି ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ରଫିକୁଦ୍ଦିନ ଖାନ୍ ଏ ବାବଦରେ ଦେଖନ୍ତୁ, ପ୍ରଶାସନ ବାରମ୍ବାର ଆସୁଛନ୍ତି, ଦେଖୁଛନ୍ତି, ଗାଡ଼ି ନେଇକି ଆସୁଛନ୍ତି, ଟ୍ରାକ୍ଟର ବାଲାଙ୍କୁ ଜଗୁଛନ୍ତି। ପ୍ରଶାସନ ଜାଣିବେ। ଆମର କହିବା କଥା ହେଉଛି ସେମାନେ ତାଙ୍କର ବାଲି ଅଛି, ନିଲାମ ଘାଟ ନୁହଁ, ବେସରକାରୀ ଘାଟ, ସେ ତାଙ୍କର ବାଲି ନେଉଛନ୍ତି, ସେ ତାଙ୍କର ବେପାର କରୁଛନ୍ତି। କିନ୍ତୁ ରାସ୍ତାଟାର ଯେଉଁ ଅବସ୍ଥା, ଲୋକ ହଜାର ହଜାର ଲୋକ ଏ ବାଟରେ ଯିବା ଆସିବା କରୁଛନ୍ତି। ଯାଜପୁରର ମୁଖ୍ୟ ରାସ୍ତା କହିବା ବି ଅତ୍ୟୁକ୍ତି ହେବନି। ପାଣି କୋଇଲିକୁ ଟଚ୍ କରିଛି ରାସ୍ତା। ବ୍ରିଜ୍ର ଅବସ୍ଥା ଆପଣ ଦେଖନ୍ତୁ, ବ୍ରିଜ୍ ଉପରେ ଆଣ୍ଠିଏ ମୋଟାରେ ବାଲି, ତାକୁ କେହି ସଫା କରୁନାହାନ୍ତି। ଆଉ ରାସ୍ତାରେ ରାତିରେ ଲୋକ ଯିବା ଆସିବା ସମୟରେ ଆଣ୍ଠିଏ ଆଣ୍ଠିଏ କାଦୁଅରେ ଲୋକ ପଡ଼ି ଯାଉଛନ୍ତି, ଗୋଡ଼ ହାତ ଭାଙ୍ଗୁଛି। ପ୍ରଶାସନ ବି ଦେଖୁଛି, ପ୍ରଶାସନ ବି ସେଥିରେ ନୀରବ। ସେ କଥା ହେଉଛି ସେମାନେ ଆଣିକି ଷ୍ଟକ୍ କରିକି ହାଇୱାରେ ଲୋଡ୍ କରିକି ନେଉଛନ୍ତି। ଆମର କହିବା କଥା ହେଉଛି ସେ ତାଙ୍କର ନିଅନ୍ତୁ, ଆମକୁ କିଛି ମତଲବ ନାହିଁ, କିନ୍ତୁ ରାସ୍ତାର ମରାମତି କରିକି ତମେ ନିଅ। ଆମେ କାହିଁ କାହାକୁ କହିବୁ, ଯେହେତୁ ଏଇଟା ସରକାରୀ ନୁହଁ, ସରକାର ତାର ତତ୍ତ୍ୱାବଧାନ ସରକାର କରିବା କଥା। ଆମେ ଗ୍ରାମବାସୀ ଯେହେତୁ ଆମେ ଖବର ଦେଉଛୁ, ତହସିଲଦାରଙ୍କୁ ଫୋନ୍ କରୁଛୁ, କି ଭଲ ମନ୍ଦ କରିଦେଉଛୁ, କି ଥାନାକୁ କେତେବେଳେ କ'ଣ ପିଲା ଫୋନ୍ କରୁଛନ୍ତି। ସରକାର ଆର ଉଚିତ ପଦକ୍ଷେପ ନେବା ଦରକାର। ଗାଁ ବାଲା କହୁଛନ୍ତି, କହିଲେ କ'ଣ ହେବ, ଗାଁ ବାଲାଙ୍କୁ ସେ ଭିଡ଼ି ଯାଉଛନ୍ତି ମାରିବା ପାଇଁ। ମଝିରେ ରାତିରେ ଆସିକି ତାଙ୍କୁ ମନା କରିଲୁ, ତମେ ଉଠାନା, ପିଲା ଘେରିଗଲେ। ଯେଉଁମାନେ ବାଲି ବେପାର କରୁଛନ୍ତି ସେମାନେ କହିଲେ ଆମେ ଜୋର ଜବରଦସ୍ତ ନମୁ, ତମେ କ'ଣ କରିବାର କର। ସେଟା ବେଆଇନ ତ ନିଶ୍ଚିତ। ଶାଗଣା ଏଠି ବର୍ଷ ବର୍ଷ ଧରିକି ମାଗଣାରେ ବାଲି ଉଠେଇ ଖାଉଛନ୍ତି। ଆଉ ବିଷ୍ଣୁଚରଣ ସାହୁ ନଈରୁ ବାଲି ଉଠା ହେଉଛି, ତାକୁ ନଈ ପଠାରେ ରଖୁଛନ୍ତି, ରଖିକି ବେପାର କରୁଛନ୍ତି, ହାୱା ଭର୍ତ୍ତି କରୁଛନ୍ତି। ମୁଖ୍ୟ ଜିନିଷ ହେଉଛି ଏ ରାସ୍ତାଟା ଆମକୁ ଅସୁବିଧା କରୁଛି, ଏ ରାସ୍ତାଟାକୁ ନଷ୍ଟ କରୁଛନ୍ତି। ଏ ରାସ୍ତାଟା ନଷ୍ଟ ହେବା ଦ୍ୱାରା ପବ୍ଲିକ୍ ଲୋକଙ୍କର ଅସୁବିଧା ହେଉଛି, ଆମ ଗାଁ ଲୋକଙ୍କର ଅସୁବିଧା ହେଉଛି, ଯାତାୟାତର ଅସୁବିଧା ହେଉଛି। ଲୋକ ରାତି ଅଧରେ ଯାଇକି ପଡ଼ିକି କେଉଁଠି ଆଣ୍ଠୁଡ଼ି ପଡ଼ୁଛି, କେଉଁଠି କାହାର ଗାଡ଼ି ଭାଙ୍ଗୁଛି, କେଉଁଠି କ'ଣ ହେଉଛି। ସେମାନେ ଦିନରେ ଲୋକ ଦେଖିଲେ କେଉଁଠି ଟେକିଦେବେ, ରାତିରେ କ'ଣ କରିବେ। ପ୍ରଶାସନ ଆସୁଛନ୍ତି, ପ୍ରଶାସନ ଦେଖୁନାହାନ୍ତି, ସବୁ ଦେଖୁଛନ୍ତି, କିନ୍ତୁ ତାପରେ କି ନଜର ରଖୁନାହାନ୍ତି। ଆଉ ଏଇ ଖେଳ ପଡ଼ିଆ ଉପରେ ବାଲି ରଖିକି ରାତିରେ ଯେଉଁ ବର୍ଷା ବର୍ଷି ହେଲା ବେଳକୁ ଗାଡ଼ି ଭର୍ତ୍ତି କରୁଛନ୍ତି, ତାଦ୍ୱାରା ଗାଡ଼ି ପୁରେଇକି ରାସ୍ତାଟା ନଷ୍ଟ କରୁଛନ୍ତି। ପ୍ରଶାସନକୁ କହିବା କଥା ଆମ ରାସ୍ତାଘାଟ କେମିତି ଠିକ୍ ରହିବ, ଆଉ ଏଇ ରାସ୍ତାର ପରିବର୍ତ୍ତନ କେମିତି ହେବ, ଲୋକମାନେ କେମିତି ହଇରାଣର ନ ହେବେ, ତା ପାଇଁ ପ୍ରଶାସନ କ'ଣ ଷ୍ଟେପ୍ ନେବେ। ଆଉ ବାଲି ତ ଏଠି ସରକାର ଅକ୍ସନ୍ କରୁନାହାନ୍ତି, ନିଲାମ କରୁନାହାନ୍ତି, କିଛି ହେଇନି। ଏଇଟା ଗୋଟେ ଏ ଯେଉଁ ବାଲି ବର୍ଷା ହେଲେ ଗାଡ଼ି ଫାଡ଼ି ପୁରେଇକି ରାସ୍ତା ଟିକେ ନଷ୍ଟ କରୁଛନ୍ତି, ଏଥିରେ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି, ବାହାର ଲୋକମାନେ ଯିବା ଆସିବା କରୁଛନ୍ତି, ଏଠି ରାତି ଅଧେ ଲୋକମାନେ ପଡ଼ୁଛନ୍ତି। ଏଇଟା ମୁଖ୍ୟ ଜିନିଷ ହେଉଛି ରାସ୍ତାଟାକୁ ରକ୍ଷଣାବେକ୍ଷଣ କରି ନେଲେ କିଛି ଅସୁବିଧା ହୁଅନ୍ତା, କିନ୍ତୁ ରାସ୍ତାଟାକୁ ନଷ୍ଟ କରୁଛନ୍ତି, ହାଇବା ଫାଇବା ଭର୍ତ୍ତି କରିକି ପଡ଼ିଆରେ ବାଲି ପକେଇକି ରାସ୍ତା ଟିକେ ନଷ୍ଟ କରୁଛନ୍ତି। ତ ସରକାର ତ ନିଲାମ ଫିଲାମ ନାହିଁ, ଏଇଟା ରାସ୍ତା ଟିକେ ନଷ୍ଟ କରୁଛନ୍ତି। ଏଇଟା ଖେଳ ପଡ଼ିଆଟା ଥିଲା, ସେ ଖେଳ ପଡ଼ିଆ ଉପରେ ବାଲି ପକେଇକି, ସେଇଟା ତ ଅସୁବିଧା। ଖେଳ ପଡ଼ିଆ ଉପରେ ବାଲିଟା ପଡ଼ୁଛି ବୋଲି ବର୍ଷା ଦିନେ ଗାଡ଼ି ହାଇବା ପଶୁଛି, ରାସ୍ତାଟା ନଷ୍ଟ କରୁଛି।